କେନାଲରେ ଭାସିଯାଇ ବାଳକ ନିଖୋଜ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ 8 ବର୍ଷର ବାଳକ ଗ୍ରାମ ମଧ୍ୟକୁ ବୁଲିବାକୁ ଯାଇ ସାଇକେଲ ଯୋଗେ ଫେରୁଥିବା ବେଳେ ଗ୍ରାମ ନିକଟରେ ଥିବା କଲଭର୍ଟରୁ ଖସି ପଡ଼ି କେନାଲରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଖବର ସୂତ୍ରରୁ ପ୍ରକାଶ, ଆଳି ଥାନା ଗୋବିନ୍ଦପୁର ଗ୍ରାମର ଅଭିମନ୍ୟୁ ବାରିକଙ୍କ ଏକମାତ୍ର ପୁଅ ମାନସ ବୟସ 8 ଗ୍ରାମ ମଧ୍ୟକୁ ବୁଲିବାକୁ ଯାଇଥିଲେ। ଗ୍ରାମ ମଧ୍ୟ ଦେଇ ଯାଇଥିବା ଖରସ୍ରୋତା ନଦୀର ଶାଖା କେନାଲ ମାହାରା ନିକଟରେ ଥିବା କଲଭର୍ଟରେ ସେ ଯାଉଥିବା ସମୟରେ ବନ୍ୟା ଜଳରେ ଉଛୁଳା ଜଳସ୍ରୋତରେ ସେ ଖସି ପଡ଼ିଥିଲେ। ଫଳରେ ସେ ଭାସିଯାଇ ଘଟଣାର 3 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏଯାବତ ମାନସଙ୍କର କୌଣସି ସୂଚନା ମିଳିନାହିଁ। ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ଅପରାହ୍ନ ଲାଇଭ୍।